ଆଚାର୍ଯ୍ୟ ଦେବ ପ୍ରଥମେ ଉପଯୋଜନା କେନ୍ଦ୍ର ଆରମ୍ଭ କରିଥିଲେ। ଘର ଘର ବୁଲି ସବୁ ଘରେ ଠାକୁରଙ୍କୁ ସଜ୍ଜିତ କରି ଠିକ୍ ସ୍ଥାନରେ ସ୍ଥାପନ କରିବ। ସ୍ୱତଃ ଅନୁଜ୍ଞା ପାଠ କରିବ। ପ୍ରାର୍ଥନା ପରେ ସ୍ୱାମୀ ଗୁରୁଜନମାନଙ୍କୁ ପ୍ରଣାମ କରିବ। ଥାଲକୁଡ଼ି ସେବନ କରିବ। ନାମ ଧ୍ୟାନ ଯେତିକି ସମୟ କରୁଛନ୍ତି ଆଉ ଟିକେ ସମୟ ବଢ଼େଇବ। ଯେଉଁମାନେ କରୁନଥିବେ ସେମାନଙ୍କୁ ଅଭ୍ୟାସ କରିବା ପାଇଁ କହିବ। ପରିବାରର ସମସ୍ତେ ଏକ ସଙ୍ଗରେ ଖାଇବେ। ପରିବାର ସମସ୍ତେ ଏକ ସଙ୍ଗରେ ପ୍ରାର୍ଥନା କରିବେ। ଆଉ ଆଚାର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କରି ପୂଜ୍ୟପାଦ ଦାଦା କୁହନ୍ତି ଯେ ସିଏ ହେଉଛି ବାକ୍ ସିଦ୍ଧ ପୁରୁଷ। ତାଙ୍କୁ ପଚାରି ଯେଉଁ କାମ କରାଯାଏ ସବୁ କାମ ସିଦ୍ଧି ହୁଏ। ଆମ ସମସ୍ତଙ୍କର ସିଏ ହେଉଛି ଅଭିଭାବକ। ଆଉ ଯେତେବେଳେ ସେ ଦୀକ୍ଷା ଦେଇଯାଏ ନା, ମୋତେ ଲାଗେ ଠାକୁର ଯାଉଛନ୍ତି ଦୀକ୍ଷା ଦେବା ପାଇଁ। ତାଙ୍କ କଥା ଯିଏ ମାନନ୍ତି ଇହଜନ୍ମ ପରଜନ୍ମ ସବୁକିଛି ସାର୍ଥକ ହୋଇଯାଏ ତା'ର। ଏହି ପରିପ୍ରେକ୍ଷୀରେ ଗୋଟିଏ ବାସ୍ତବ ଘଟଣା ମୁଁ କହିବି ଯେ ସନାତନ ନାମରେ ଜଣେ ଗୁରୁଭାଇ ଥିଲେ। ସେ ଆଉ ଜଣେ ଗୁରୁଭାଇ ମାଆଙ୍କୁ ନେଇ ଆଚାର୍ଯ୍ୟ ଦେବଙ୍କ ପାଖକୁ ଯାଇଥିଲେ। ଗୋଟିଏ ପୁଅଟି ହେବା ପାଇଁ ନିବେଦନ କରିବା ପାଇଁ ଯାଇଥିଲେ। ସେଠାରେ ଆଚାର୍ଯ୍ୟ ଦେବ କହିଲେ, ପୁଅ କ'ଣ ଝିଅ କ'ଣ ସବୁ ତ ଈଶ୍ୱରଙ୍କ ଦାନ। ତାପରେ କହିଲେ ଯେ ଆଶୁତୋଷ ଗାଙ୍ଗୁଲି ନାମକ ଜଣେ ରୀତିକ ଦାଦା ଅଛନ୍ତି, ତାଙ୍କ ପାଖକୁ ଯାଅ, ସିଏ ପୁଅ ହେବା ପାଇଁ ରାସ୍ତା ଦେଖେଇ ଦେବେ। ତାପରେ ଏମାନେ ସେଠିକି ଗଲେ। କିଛି ଦିନ ପରେ ତାଙ୍କର ପୁଅଟିଏ ନ ହୋଇ ଝିଅଟିଏ ହେଲା। ସେ ଭାଇଙ୍କର ଭାରି ମନ ଦୁଃଖ ହେଲା ଏବଂ ଅଭିମାନ କରି ସେ 2 ବର୍ଷ ପର୍ଯ୍ୟନ୍ତ ଆଶ୍ରମ ଆଉ ଆସିଲେ ନାହିଁ। ତାପରେ ଝିଅଟିର ନାମକରଣ ଆସିଲା। ତା ସଙ୍ଗେ ସଙ୍ଗେ ଗୋଟିଏ ପୁଅର ମଧ୍ୟ ନାମକରଣ ଆସିଥିଲା। ସେତେବେଳେ ଝିଅଟିକୁ 2 ବର୍ଷ ହେଇଥାଏ। ସେ ଭାଇ ଜଣକ ସନାତନ ଭାଇ ମାଧ୍ୟମରେ ଆଚାର୍ଯ୍ୟ ଦେବଙ୍କୁ ପଚାରିଲେ ଯେ ଆମର ତ ଝିଅଟିଏ ହୋଇଛି, ଝିଅର ନାଁ ଆସିଛି, ପୁଅ ନାଁ କାହିଁକି ଆସିଛି? ସେତେବେଳେ ଆଚାର୍ଯ୍ୟ ଦାଦା କହିଥିଲେ ଯେ ମା ଅନ୍ତଃସତ୍ତ୍ୱା ଅଛନ୍ତି, ପୁଅଟିଏ ହେବ, ସେଥିପାଇଁ ପୁଅ ନାଁ ମଧ୍ୟ ଯାଇଛି। ଆଶ୍ଚର୍ଯ୍ୟ ହେଲେ ସେ ଭାଇ ଜଣକ। ତାପରେ ଆଚାର୍ଯ୍ୟ ଦାଦା ମାନେ ମଣିଷର ମନ କଥା ଜାଣିପାରନ୍ତି। ସତକୁ ସତ କିଛି ଦିନ ପରେ ତାଙ୍କର ଗୋଟେ ପୁଅଟିଏ ହେଇଛି। ତେଣୁ ମଣିଷର ଅନ୍ତରର କଥା ଜାଣିପାରୁଥିବାରୁ ତାଙ୍କୁ କୁହାଯାଏ ଅନ୍ତର୍ଯ୍ୟାମୀ। ସିଏ ହିଁ ତ ଭଗବାନ। ତେଣୁ ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରିବେ। ସମସ୍ତଙ୍କୁ ଜୟ ଗୁରୁ।